ଅଠାଅଶୀ ବର୍ଷର ଯାତ୍ରା ସାକାର ହେଉଛି ଆଧୁନିକ ଓଡ଼ିଶାର ବିନ୍ଧାଣୀଙ୍କ ସ୍ୱପ୍ନ। ସବୁଠି ଆଜି ପ୍ରାଚୁର୍ଯ୍ୟର ସମ୍ଭାରହ, ଅନୁନ୍ନତରୁ ଉନ୍ନତ, ବିକାଶଶୀଳରୁ ବିକଶିତ। ଏ ହେଉଛି ମୋ ମାଟି ଓଡ଼ିଶା। ଭାଷା ଭିତରେ ପ୍ରଥମ ରାଜ୍ୟ ଭାବେ ଜନ୍ମ ନେଇଥିବା ଓଡ଼ିଶା ଆଜି ବିକାଶର ନୂଆ ଦିଗାନ୍ତ ଛୁଇଁଛି। ଏବେ ଲକ୍ଷ୍ୟ 2036 ମସିହା। ଆଗାମୀ 10 ବର୍ଷ ହେବ ଯୁବବର୍ଗର ସଂକଳ୍ପ ନେଇଛି ଏ ଜାତି। ଆଧୁନିକ ସଶକ୍ତ ଓଡ଼ିଶାର ବିନ୍ଧାଣୀ ହେବ ଯୁବବର୍ଗ। ଓଡ଼ିଶାର ସମସ୍ତ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ବିକଶିତ ହେଉଛି ବଳିଷ୍ଠ ଭିତ୍ତିଭୂମି। ଦିନେ ଏ ମାଟିର ସନ୍ତାନ କୁଳବୁଦ୍ଧ ମଧୁବାବୁଙ୍କ ଆହ୍ୱାନ ଥିଲା, ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କର, ସ୍ୱାର୍ଥକୁ ଦିଅ ଆହୁତି, ସ୍ୱାର୍ଥ ମେଧ ଯଜ୍ଞ ଚାରିଆଡ଼େ ନାଚ, ଛାତିକି ମିଶାଇ ଛାତି। ସେ ଆହ୍ୱାନ ଆଜି ସଫଳତାର ରୂପ ନେଇଛି। କୋରାପୁଟରୁ କେନ୍ଦ୍ରାପଡ଼ା, ମୟୂରଭଞ୍ଜରୁ ମାଲକାନଗିରି, ସବୁଠି ପ୍ରଗତିର ଚିହ୍ନ। ପଲ୍ଲୀରେ ଥିବା ଗାଁ ଲୋକଟିଏ ବି ଓଡ଼ିଶାକୁ ନେଇ ଗର୍ବ ଅନୁଭବ କରୁଛି। ଭାଷା ଯାହାର ପରିଚୟ, ସେଠି ଆଜି ଗଢ଼ି ଉଠୁଛି ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ। ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆ ଭାଷାକୁ ଆନ୍ତରାଷ୍ଟ୍ରୀୟ ସ୍ତରରେ ଦେଇଛି ପରିଚୟ। ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବାକୁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ। ଓଡ଼ିଆରେ ନାମଫଳକ ନ ଲେଖିଲେ 25,000 ଟଙ୍କା ଜରିମାନା ବ୍ୟବସ୍ଥା ହୋଇଛି। ବିଗତ ବର୍ଷରେ ସରକାରୀ ସ୍ତରରେ ଏସବୁ ପଦକ୍ଷେପ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ସହାୟକ ହେଉଛି। ଦୁର୍ବିପାକକୁ ସୁଯୋଗରେ ପରିଣତ କରିଛି ଓଡ଼ିଶା। ଖଣିଜ ସମ୍ପଦର ସୁବିନିଯୋଗ ଯୋଗୁଁ ରାଜ୍ୟରେ ଶିଳ୍ପାୟନ ପାଇଁ ଛୁଟିଛି ପୁଞ୍ଜିର ସୁଅ। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଛି ସଫଳତାର ଶୀର୍ଷ। ଗାଁରେ ପହଞ୍ଚିଛି ସରକାରୀ ସୁବିଧା। ନାରୀ ସଶକ୍ତିକରଣରେ ଓଡ଼ିଶା ଦେଶର ଅଗ୍ରଣୀ। ଓଡ଼ିଶାର ନାରୀ ଆଜି ଦେଶରେ ସର୍ବୋଚ୍ଚ ଆସନରେ। RBIର ଗଭର୍ଣ୍ଣର ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି। ଭାଇଚାରା, ସାମ୍ପ୍ରଦାୟିକ ସଦ୍ଭାବନାର ପ୍ରୟୋଗଶାଳା ପାଲଟିଛି ଓଡ଼ିଶା। ବିଗତ ଦଶନ୍ଧିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ। ସରକାରୀ ଚାକିରି ପଛରେ ନ ଗୋଡ଼ାଇ କିପରି ନିଜେ ଉଦ୍ୟୋଗୀ ହେବେ, ସେ ନେଇ ସ୍ୱପ୍ନ ଦେଖୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ। ବ୍ୟୁରୋ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।